ଆଜି ପ୍ରାୟ 2 ସପ୍ତାହ ହେଇଗଲାଣି ଭାଲୁକୁଣି ଓଷା ସଇଲାଣି କିନ୍ତୁ ଏବେ ବି ଭାଲୁକୁଣି ଗୋଟେ ଜାଗାରେ ଅଛନ୍ତି। ତେଣୁ କୋଉଠି ଅଛନ୍ତି ନିଶ୍ଚୟ ଭିଡ଼ିଓକୁ ଶେଷ ଯାଏଁ ଦେଖିବେ ନିଶ୍ଚୟ ଜାଣିପାରିବେ। ତ ହ୍ୟାଲୋ ହାଇ ନମସ୍କାର, ମୁଁ ଆପଣଙ୍କର ପ୍ରିୟ ଆଣ୍ଟି ମୋର ଆଉ ଗୋଟେ ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ତ ଆପଣମାନେ ମନେ ନିଶ୍ଚୟ ଆସୁଥିବେ ମୁଁ ଯାଉଛି କଣ? ହଁ, ମୁଁ ମଠକୁ ଯାଉଛି। ମଠରେ ଯେହେତୁ ମୁଁ ଯାଉଛି ନନା ସାର୍ ଗୋଟେ ଜାଗାକୁ ଯିବାର ଅଛି। ତ ନନା ସାର୍ ମୁଁ ପ୍ରଥମେ ପଳେଇ ଆସିଲି ଓମଫେଡ଼, କାରଣ ମୁଁ ତାଙ୍କ ସହିତ ଯିବି ଇଟା ପାଇଁ। ଇଟା ପାଇଁ ଗଲେ ପ୍ରଥମେ ଇଟା ଦେଖିଦେଲି, ଇଟା ଗୋଟେ ପିସ୍ ନେଇ ଆସିଲି ଘରକୁ ଯେହେତୁ ମା ଦେଖିବ। ତାପରେ ଆସିଲା ପରେ ଆମ କୋଷ୍ଟରକୁ ପଳେଇଲି, ଆମ ଧନ୍ୟକୁ ଯାଇ ନେଇ ଆସିଲି। ଧନ୍ୟକୁ ଆଣି ସାରିଲା ପରେ ତାକୁ ତା ଜାଗାରେ ବାନ୍ଧି ସାରିଲା ପରେ ଆମେ ଦି ଭାଇ ଭଉଣୀ ପଳେଇଲୁ ଖାଇବୁ ବୋଲି। ତାପରେ ଆମେ ମା ବାଢ଼ି ଦେଲେ ଆମେ ଖାଇଦେଲୁ, ଖାଇଦେଇକି ଆମେ ପଳେଇଲୁ ଦୋକାନ। ଦୋକାନ ଯିବାରେ ଆମର ଚୁଲି ବି ହେଉଛି ତିଆରି, ଯେହେତୁ ଗ୍ୟାସ୍ ଖରାପ ହେଇଯାଏ। ତାର ପେଡ଼ା ଗୋଟେ ଦୋକାନରେ ଖାଇଦେଇ ପଳେଇ ଆସିଲି ଘରକୁ। ଘରକୁ ଆସିଲେ ଯେଉଁ ସାଇକେଲ ବ୍ରେକ୍ ନାହିଁ ଟ୍ରେକ୍ ନାହିଁ, କେଉଁଠି ପଡ଼ି ମୁହଁ ଫୁହଁ ଦାନ୍ତ ଫାଟିଯିବ। ତାପରେ ଯେଉଁ ଏଇ ରେଟ୍ରେ ଯେଉଁ ଖରା ହେଉଛି, ମା ବି ଘରେ ନାହିଁ, ପଳେଇଛି ଘାସ କାଟିବା ପାଇଁ ଖରା। ତାପରେ ମୁଁ ବି ତା କତିକି ଗଲି, ବିଲ କେତେ ସୁନ୍ଦର ଦେଖାଯାଉଛି ଦେଖୁନାହାନ୍ତି। ଆପଣମାନେ ବିଲ ଭଲ ଲାଗେ ନିଶ୍ଚୟ କମେଣ୍ଟ କରିବେ। ତେଣୁ ମୁଁ ଘାସ ସବୁ ଗୋଟା ସାରିଲା ପରେ ମା ମୋତେ ଦା ଧରେଇ ଦେଲା, ପଳେଇ ଆସିଲି। ତାପରେ ମାର ମୋର ମିଶିକି ଆସି ଖାଇଦେଲୁ। ଆମେ ଝିଅ ବି ଖାଉଛୁ, ହଁ ସିଏ ତାକୁ ଆମେ ଅଲଗା କରୁନୁ। ତାପରେ ମୁଁ ପଳେଇ ଆସିଲି ଦୋକାନ। ଦୋକାନ ଆସିଲା ପରେ ମୋ ସାଇକେଲ ଯେହେତୁ ଖରାପ ହେଇଥିଲା, ସେଇଲାଗି ମୁଁ ଆସିଥିଲି ଯେଉଁ ଜିନିଷଟା ଖରାପ ହେଲା ସେଇଟା ନେବା ପାଇଁ। ଦୋକାନ ବାଲା ହିଁ ନାହିଁ, ତାକୁ ଅପେକ୍ଷା କରିସାରିଲା ପରେ ଦୋକାନ ଆସିଲେ କିଛି ସମୟ ପରେ। ତାପରେ ଜିନିଷ ଆଣି ସାରିଲା ପରେ ମୁଁ ପଳେଇ ଆସିଲି। ଆସିଲା ବେଳେ ଦେଖିଲି ଯେ ଭାଲୁକୁଣି ଭସାଣି ହେଉଛି ଆମ ବାଲିଚନ୍ଦ୍ରରେ। ତେଣୁ ଭାଲୁକୁଣି ଭସାଣି ଦେଖିସାରିଲା ପରେ ମା ତାରିଣୀକି ଦର୍ଶନ କରି ହନୁମାନ ଦର୍ଶନ କରି ରହୁଛି। ଜୟ ଜଗନ୍ନାଥ।